এই 13 ପଦରେ ଆଜି ସେମିତି ରଖିବା। ଯେହେତୁ ଏଇଠି ଏଇ ପ୍ରକାର ଲେଖାଯାଉଛି ଯେ ପିତା ଆପଣା ସନ୍ତାନ ଗଣ ପ୍ରତି ଯେ ରୂପ ସ୍ନେହ ବହଇ ସଦା ପ୍ରଭୁ ଆପଣା ଭୟକାରୀ ମାନଙ୍କ ପ୍ରତି ସେ ରୂପ ସ୍ନେହ ବହନ୍ତି। ଏଠି ଯଦି ଈଶ୍ୱର ଏବଂ ତାଙ୍କ ଲୋକମାନଙ୍କ ବିଷୟରେ ଚିନ୍ତା କରାଯାଏ ଏଇ ପଦଟିରେ, ତାହେଲେ ଆମେ ଜାଣିବା ଗୋଟେ ପିତା ପୁତ୍ର ସମ୍ପର୍କ ଯେ ପ୍ରକାର, ସେଇ ପ୍ରକାର ଈଶ୍ୱର ଆଉ ତାଙ୍କ ଲୋକମାନଙ୍କ ସମ୍ପର୍କ ସେମିତି। ପାର୍ଥିବ ଜଗତରେ ଜଣେ ବାପା ଆଉ ପୁଅକୁ ଯଦି ଆମେ ଦେଖୁଛୁ, ସେମାନଙ୍କର ଜୀବନକୁ ଦେଖୁଛୁ, ସେମାନଙ୍କର ଅନୁଭୂତି ଗୁଡିକୁ ଦେଖୁଛୁ, ସେମାନେ କି ପ୍ରକାର ବଢୁଛନ୍ତି ସେଇଟା ଦେଖୁଛୁ। ଗୋଟେ ବାପା ଗୋଟେ ପିଲାକୁ ଜନ୍ମ ଦେବା ପୂର୍ବରୁ ତାର ସବୁ ଦାୟିତ୍ୱ, ତାର କର୍ତ୍ତବ୍ୟ, ତାର ସବୁ କିଛିକୁ ଆମେ ନିରୀକ୍ଷଣ କରୁଛୁ। ଠିକ ସେମିତି ଆତ୍ମିକ ଜଗତରେ ମଧ୍ୟ ଜଣେ ଈଶ୍ୱର ତାଙ୍କ ଲୋକମାନଙ୍କର ସେଇ ପ୍ରକାର ଯତ୍ନ ନିଅନ୍ତି। ଏ ବାକ୍ୟ ଦ୍ୱାରା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ କହିବା ପାଇଁ ଚାହୁଁଛନ୍ତି ଯେ କିଭଳି ଭାବରେ ଗୋଟେ ପୁତ୍ର ତୁଲ୍ୟ ସେମାନଙ୍କୁ ବ୍ୟବହାର କରନ୍ତି। ଅନେକ ସମୟରେ ହୁଏତ ଆମେ ଜାଣିପାରିନଥାଉ, କିନ୍ତୁ ଯଦି ଆମେ ବିଶେଷ ଭାବରେ ଦେଖୁ ଦ୍ୱିତୀୟ ବିବରଣ ତାର 1:31 ପଦ, ତାର ସେଠି ଆମେ ଦେଖୁଛୁ ଯେ ଈଶ୍ୱର ଇସ୍ରାଏଲକୁ କେମିତି ନିଜ ସ୍କନ୍ଧରେ ବହିକି ଆଣୁଛନ୍ତି। ଗୋଟେ ପିଲାକୁ ବାପା ଯେମିତି କାନ୍ଧରେ ବହିକି ଆଣେ। ବିଶେଷତଃ ଯେତେବେଳେ ଆମେ ଯାନିଯାତ୍ରା ଦେଖିବା ପାଇଁ ଯାଉ ବା ଜଗତର ଭିଡ ଭିତରେ ଦେଇକି ଯାଉ, ସେତେବେଳେ ବାପା ଆମମାନଙ୍କୁ ତାଙ୍କ କାନ୍ଧରେ ବସେଇ ଦିଅନ୍ତି। ବାପା ଆମମାନଙ୍କୁ ତାଙ୍କ କାନ୍ଧରେ ବସେଇ ଆମମାନଙ୍କୁ କଢେଇ ନିଅନ୍ତି। ଆମେ ତାଙ୍କ କାନ୍ଧ ଉପରେ ବସିଥାଉ, ନିଜକୁ ସୁରକ୍ଷିତ ମନେ କରିଥାଉ, ଆଉ ଖୁବ ଆନନ୍ଦ ଲାଗେ ଆମକୁ। ଆମକୁ ବେଶୀ ଖୁସି ଲାଗେ ଯେ ମୁଁ ମୋ ବାପାଙ୍କ କାନ୍ଧ ଉପରେ ଅଛି। ଆମେ ଛୁଆ ଛୁଆ ହେଇଥାଉ, ଆମମାନଙ୍କ 4 ଭାଇ, ଆଉ ଆମେ ବଡ ପରିବାର ଯେହେତୁ 4 ଭାଇ 3 ଭଉଣୀ, ଆମମାନଙ୍କ ଭିତରେ ବେଶୀ ଜିଦ୍ଦି ଲାଗେ। ତାକୁ ଓହ୍ଲେଇ ଦିଅ କାନ୍ଧରୁ, ମତେ ବସାଅ। କେବେ କେବେ ତ ଆମେ ଏତେ ଜିଦ୍ଦିଖୋର ହେଇଯାଉ ଯେ ଆମେ ସାଙ୍ଗରେ ଯିବା ପାଇଁ ଇଚ୍ଛା କରୁନଥାଉ, ଆମେ କାନ୍ଦୁଥାଉ, ମତେ ଯେ ପର୍ଯ୍ୟନ୍ତ ତମ କାନ୍ଧରେ ନ ବସିବ। ବାଧ୍ୟ ହୁଅନ୍ତି ବାପା କାନ୍ଧରୁ ଗୋଟେ ପିଲାକୁ ତଳକୁ ଓହ୍ଲେଇ ଦେବା ପାଇଁ, ଆଉ ଯୋଉ ପିଲାଟା କାନ୍ଦୁଥାଏ ତାକୁ କାନ୍ଧରେ ବସେଇ ଦେବା ପାଇଁ। କିନ୍ତୁ ତଥାପି ବାପାଙ୍କର ପ୍ରେମ ସରେନି। କାନ୍ଧରୁ ଓହ୍ଲେଇ ଦେଇଥିବା ପିଲାଟାକୁ ମଧ୍ୟ ଗୋଟେ ହାତ ଧରି ଭିଡିକି ନେଇଯାଉଥାନ୍ତି। ଏଇ ଅନୁଭୂତି ଗୁଡାକ ଦେଇକି ଆମେ ଯେତେବେଳେ ଚିନ୍ତା କରୁ ଆମମାନଙ୍କର ଈଶ୍ୱର କେତେ ମହାନ ଈଶ୍ୱର। ସେ ଦେଖୁଛନ୍ତି ଯୋଉ ଇସ୍ରାଏଲ ମାନଙ୍କୁ ଏ ମିଶର ଦେଶରୁ ମୁଁ କଢେଇ ଆଣିଛି, ଯେଉଁମାନେ ପ୍ରାନ୍ତର ଭିତରେ 40 ବର୍ଷ ଯାକ ମତେ ପରୀକ୍ଷା କରୁଛନ୍ତି, ମୋ ବିରୁଦ୍ଧରେ ବଚସା କରୁଛନ୍ତି, ଯେଉଁମାନଙ୍କୁ ମୁଁ ନିଜେ ଏ ଦାସତ୍ୱର ଜୁଆଳି ଭିତରୁ ମୁକ୍ତ କରିବା ପାଇଁ ଚାହୁଁଛି, ଯେଉଁମାନଙ୍କୁ ମିଶର ଦେଶର ଲୌହ ଅଗ୍ନିକୁଣ୍ଡ ଭିତରୁ ବାହାର କରିକି ନେଇ ଆସୁଛି, ଏମାନେ ଚାଲିପାରିବେ ନାହିଁ। ଏମାନେ ଥକି ପଡିଲେଣି। ଏମାନଙ୍କୁ ମୋର କାନ୍ଧର ଆବଶ୍ୟକତା ଅଛି, ବିଶ୍ରାମର ଆବଶ୍ୟକତା ଅଛି, ଭରସାର ଆବଶ୍ୟକତା ଅଛି, ଆଶ୍ୱାସନର ଆବଶ୍ୟକତା ଅଛି, ଆଗକୁ ଯିବାର ବାଟ କଢାଇ ନେବାର ଆବଶ୍ୟକତା ଅଛି। ସେଥିପାଇଁ ବାକ୍ୟ କହୁଛି ଯେ ବାପା ଯେମିତି ନିଜର ପିଲାକୁ କାନ୍ଧରେ ବସାଇକି ନେଇ ଆସିଥିଲେ, ଠିକ ସେମିତି ଏଇ ମିଶର ଦେଶରୁ ପରମେଶ୍ୱର ତାଙ୍କର ଲୋକମାନଙ୍କୁ ନିଜ କାନ୍ଧରେ ବସାଇକି ବହି ଆଣିଲେ। ଇସାୟା 46 ପର୍ବ ତାର ଯଦି 3-4 ପଦ ଦେଖୁ, ସେଠି ମଧ୍ୟ ଲେଖାଯାଉଛି ଯେ ଏଇ ଯୋଉ ପରମେଶ୍ୱର ଖାଲି ଇସ୍ରାଏଲକୁ ବହିକି ଆଣିଲେ ସେ ସେତିକି ନୁହଁ, ଏଇ ପରମେଶ୍ୱର ଆମମାନଙ୍କର ଉଦରସ୍ଥ ହେବା ଆଗରୁ, ଉଦରରେ ମାଙ୍କ ଗର୍ଭସ୍ଥ ହେବା ଆଗରୁ ତାଙ୍କ ଉଦର ଭିତରେ ମଧ୍ୟ ମୋର ଭାରକୁ ସେ ବହନ କରୁଥିଲେ। ଗର୍ଭସ୍ଥ ହେବା ପରେ ମଧ୍ୟ ମୋର ଭାର ବହନ କଲେ, ଆଉ ମତେ ଏମିତି ବହି ଆଣୁଛନ୍ତି, ଆଉ ସେ ପର୍ଯ୍ୟନ୍ତ ବହି ଆଣୁଥିବେ ଯେ ପର୍ଯ୍ୟନ୍ତ ମୁଁ ବୃଦ୍ଧ ଏବଂ ପକ୍ୱ କେଶ ହେବି। ଦେଖାଯାଉଛି ପକ୍ୱ କେଶ ହେଲା ପର୍ଯ୍ୟନ୍ତ ମଧ୍ୟ, ବୃଦ୍ଧାବସ୍ଥା ହେଲା ପର୍ଯ୍ୟନ୍ତ ମଧ୍ୟ ମତେ ସେ ସମ୍ଭାଳିବେ। ହେଇପାରେ ଜାଗତିକ ପିତା ଆମମାନଙ୍କୁ ବଡ ହେଲା ପରେ କାନ୍ଧରେ ଆଉ ବସାନ୍ତି ନାହିଁ କେବେ, ବରଂ ସେ ଇଚ୍ଛା କରନ୍ତି ମୋ ପୁଅ କୋଉଦିନ ମୋ ହାତ ଧରି ପକେଇବ, ମୋ ପୁଅ କୋଉଦିନ ମତେ ଟିକେ ଆଲିଙ୍ଗନ କରିଦେବ। କିନ୍ତୁ ଯିଏ ଆମମାନଙ୍କ ସ୍ୱର୍ଗୀୟ ପିତା, ଯିଏ ଆମମାନଙ୍କର ଆତ୍ମିକ ପିତା, ଯିଏ ଆମମାନଙ୍କର ସ୍ୱର୍ଗସ୍ଥ ପିତା ସ୍ୱୟଂ ପରମେଶ୍ୱର, ସେ ଗୋଟେ ପ୍ରତିଜ୍ଞା ଦଉଛନ୍ତି ପ୍ରାତଃ ସମୟରେ, ଗୋଟେ ଭରସା ଦଉଛନ୍ତି, ପୁଅରେ ମୁଁ ତତେ ଗର୍ଭସ୍ଥ ହେବା ପୂର୍ବରୁ ମଧ୍ୟ ତୋର ଭାରକୁ ବହନ କରିଛି, ମୁଁ ତତେ ସେବେଠୁ ମଧ୍ୟ ବହି ଆଣୁଛି, ଏପର୍ଯ୍ୟନ୍ତ ବହି ଆଣିଲିଣି, ଆଗକୁ ମଧ୍ୟ ମୁଁ ବହିବି, ମୁଁ ଛାଡିବି ନାହିଁ। ତୁ ପକ୍ୱ କେଶ ହେବା ପର୍ଯ୍ୟନ୍ତ, ବୃଦ୍ଧାବସ୍ଥା ହେବା ପର୍ଯ୍ୟନ୍ତ ମଧ୍ୟ ମୁଁ ତତେ ଛାଡିବି। ସେ ହଉଛନ୍ତି ସେଇ ପରମେଶ୍ୱର, ଯିଏ ଆମମାନଙ୍କର ଜୀବିତ ପରମେଶ୍ୱର, କେବେ ବି ପରିତ୍ୟାଗ କରନ୍ତି ନାହିଁ, କେବେ ବି ଛାଡନ୍ତି ନାହିଁ। ଗୋଟେ ବାପା
ସର୍ବଶ୍ରେଷ୍ଠ ବାପା ସେତେବେଳେ ହେଇପାରିବ ଯେତେବେଳେ ସେ ଜଣାଯିବ ଯେ ସେ ତା ପିଲାମାନଙ୍କୁ ପ୍ରେମ କରୁଛି। ଆଉ ଏଇ ଗୀତ ରଚକ ଗୀତ 103 ର 13 ପଦରେ କହୁଛନ୍ତି ଯେ ସେ ଆମମାନଙ୍କ ପ୍ରତି ସ୍ନେହ ବହନ୍ତି, ସେ ଆମମାନଙ୍କୁ ପ୍ରେମ କରନ୍ତି। ଯେଉଁମାନେ ତାଙ୍କର ଭୟ କରି, ଯେଉଁମାନେ ତାଙ୍କୁ ଭୟ କରନ୍ତି, ଯେଉଁମାନେ ତାଙ୍କର ଭୟ କହିବାର ଅର୍ଥ ହଉଛି ତାଙ୍କୁ ଆଦର କରିବା ପାଇଁ ଜାଣନ୍ତି, ତାଙ୍କୁ ସମ୍ମାନ କରିବା ପାଇଁ ଜାଣନ୍ତି, ତାଙ୍କର ଗୌରବ କରିବା ପାଇଁ ଜାଣନ୍ତି। ଅଧିକାଂଶ ସମୟରେ ଆମମାନେ ପିତାମାତାଙ୍କୁ ସମ୍ମାନ କରିନଥାଉ, ଗୌରବ ଦେଇନଥାଉ, ତାଙ୍କର ମହତଟା ଜାଣିନଥାଉ। ଜଣେ କବି କହିଥିଲେ, କହିଲେ ଜହ୍ନକୁ ଦେଖେଇ କୋଳେଇ କାଖେଇ ଯିଏ ଚିହ୍ନୁଥିଲା ପେଟ, ତୋରାଣୀ ପୋଷାକୁ ଦିନ ବିଧାତାର ହାୟରେ ସଂସାର ହାଟ। ବାପ କହୁଥିଲା ହାତ ମୋ ଧରିଥା ଡରିବୁନି ବାଘ ଦେଖି, ପୁଅକୁ କିନ୍ତୁ ତା ଘୃଣା ଲାଗେ ଆଜି ବାପ ବୋଲି ଦେଲେ ଡାକି। ସେଇ ପୁଅ ଦିନ ଥିଲା, ବାପା କହୁଥିଲେ ତୁ ଜମା ଭୟ କର ନାହିଁ, ମୋ ସହିତରେ ତୁ ଅଛୁ, ମୁଁ ତ ସହିତରେ ଅଛି, ବାଘ କଣ କରିବ, ତୁ ମୋ ହାତ ଧର। ଆଜି ସେଇ ପିଲା ନିଜର ବାପାଙ୍କୁ ପରିଚୟ ଦେବା ପାଇଁ ଭୟ ପାଉଛି, ନିଜର ବାପା ବୋଲି କହିବା ପାଇଁ ଡର ଲାଗୁଛି, ତାକୁ ସଂସାର ଭିତରେ ଏମିତି ସେ ହଜି ଯାଉଛି। ସେ ଜାଣୁନାହିଁ ମୋର ବାପାଙ୍କର ତ୍ୟାଗ କଣ, ସେ ଜାଣୁନାହିଁ ମୋ ବାପାଙ୍କର ମୂଲ୍ୟବୋଧ କଣ, ମୋ ବାପା ମୋ ପାଇଁ କଣ କରିଛନ୍ତି। ଆଜି ଇସ୍ରାଏଲୀୟ ମାନେ ଜାଣୁନାହାନ୍ତି ଈଶ୍ୱର ତାଙ୍କ ପାଇଁ କଣ କରିଛନ୍ତି, ଈଶ୍ୱର କି ପ୍ରକାର ମହା ଉଦ୍ଧାର କରିଛନ୍ତି ତାଙ୍କୁ, ଈଶ୍ୱର କି ପ୍ରକାର ତାଙ୍କ ଦାୟିତ୍ୱ ନେଇଛନ୍ତି, ଈଶ୍ୱର କି ପ୍ରକାର ତାଙ୍କ ଯତ୍ନ ନେଇଛନ୍ତି। ପାଦରେ ଫଟକା ପଡିଲା ନାହିଁ ସେମାନଙ୍କର, ବସ୍ତ୍ର ଚିରିଲା ନାହିଁ ସେମାନଙ୍କର, ସେମାନେ ଭୁଖିଲା ହେଲେ ନାହିଁ, କେବେ ତୃଷିତ ହେଲେ ନାହିଁ। ପ୍ରାନ୍ତରେ ଜଳାଶୟ ବହିଦେଲେ ପରମେଶ୍ୱର, ସେମାନଙ୍କୁ ଚଟାଣ ଉପରୁ ସେମାନଙ୍କୁ ଝର ବାହାର କରାଇଦେଲେ, ସ୍ୱର୍ଗୀୟ ମାନ ସେମାନଙ୍କୁ ଦେଲେ। ସେମାନେ ଲେଖାଯାଉଛି ପରାକ୍ରମୀ ମାନଙ୍କର ଆହାରକୁ ପୂଜନ କଲେ, ତା ସତ୍ତ୍ୱେ ବି ସେମାନେ ଜାଣିଲେ ନାହିଁ ପରମେଶ୍ୱରଙ୍କୁ, ଚିହ୍ନିଲେ ନାହିଁ ପରମେଶ୍ୱରଙ୍କୁ। ପରମେଶ୍ୱରଙ୍କ କ୍ଷୋଭ ସେଇଟା, ପରମେଶ୍ୱରଙ୍କ ଦୁଃଖ ସେଇଟା ଯେ ପରମେଶ୍ୱର କହୁଛନ୍ତି ଯଦିଓ ଆମେ ତୁମକୁ ସୁସ୍ଥ କରୁଛୁ ତଥାପି ତୁମମାନଙ୍କୁ ଚିହ୍ନୁନା, ଆମେ ତୁମକୁ ବୃଦ୍ଧି କରୁଛୁ ତଥାପି ତୁମମାନଙ୍କୁ ଜାଣୁନା। ଅନେକ ସନ୍ଦର୍ଭରେ ଅନେକ ଶାସ୍ତ୍ରାଂଶ ଦେଇ ପରମେଶ୍ୱର କଥା କହୁଛନ୍ତି ତାଙ୍କର ଲୋକମାନଙ୍କୁ। ଏ ହଉଛନ୍ତି ମୋର ମନୋନୀତ ଲୋକମାନେ, ଏ ହଉଛନ୍ତି ମୋର ଇସ୍ରାଏଲ ଲୋକମାନେ, ଆଉ ଏମାନଙ୍କ ପାଇଁ ସବୁ କରିଛି ଆଉ ସବୁ କରୁଛି ମଧ୍ୟ, କିନ୍ତୁ ତଥାପି ସେମାନେ ମତେ ଜାଣିପାରୁ ନାହାନ୍ତି। ସେଥିପାଇଁ ଆମେ ଯଦି ଦେଖୁ ଗୀତ ରଚକ ଅତି ସୁନ୍ଦର ଭାବରେ କହୁଛନ୍ତି ଯେ ପ୍ରଭୁଙ୍କ ପ୍ରତି, ପ୍ରଭୁଙ୍କୁ ପ୍ରେମ କରୁଥିବା ହେତୁରୁ, ପ୍ରଭୁଙ୍କୁ ଭୟ କରୁଥିବା ହେତୁରୁ, ପ୍ରଭୁଙ୍କ ଆଜ୍ଞାକୁ ପାଳନ କରୁଥିବା ହେତୁରୁ, କାରଣ ଯେଉଁମାନେ ତାଙ୍କୁ ଭୟ କରନ୍ତି ତାର ଅର୍ଥ ସେମାନେ ତାର ଆଜ୍ଞାକୁ ପାଳନ କରନ୍ତି, କାରଣ ସେମାନେ ତାଙ୍କୁ ପ୍ରେମ କରନ୍ତି ବୋଲି କହନ୍ତି। ତ ପ୍ରଭୁ ତାଙ୍କର ପ୍ରେମଟା ତାଙ୍କର ଭୟକାରୀ ମାନଙ୍କ ପ୍ରତି ସେମିତି ପ୍ରକାଶ କରନ୍ତି ଯେମିତି ଗୋଟେ ବାପା ତା ପୁଅ ପ୍ରତି ଆପଣା ସ୍ନେହ ବହନ୍ତି, ସ୍ନେହରେ ବହି ଆଣନ୍ତି, ସ୍ନେହରେ କଢାଇ ନିଅନ୍ତି, ସ୍ନେହରେ ଭଲ ପାଆନ୍ତି। ଅତି ସୁନ୍ଦର ବିଷୟ ଯେ ଆମମାନଙ୍କର ପିତା ମାତା ମାନେ, ଆମମାନଙ୍କର ବାପା ଆମମାନଙ୍କ ପ୍ରତି କଣ କରିଛନ୍ତି। ଆମେ ଜାଣିପାରୁନୁ ଆମ ବାପା କଣ କରିଛନ୍ତି, ଆମେ ବୁଝିପାରୁନୁ ଆମ ବାପା କଣ କରିଛନ୍ତି। ବେଳେ ବେଳେ ଆମେ ତାଙ୍କୁ ଆଘାତ କରିଦଉ, ଆମେ କହିଦଉ ତମେ ଆମ ପାଇଁ କଣ କରିଛ। ବହୁତ କଷ୍ଟ ଲାଗେ ତାଙ୍କୁ ସେତେବେଳେ ଯେ ମୁଁ କଣ କରିଛି ବୋଲି ସେମାନେ ମତେ ପଚାରୁଛନ୍ତି। ଅନେକ ସମୟରେ ଆପଣ ମାନେ, ମୁଁ, ଆମେ ସମସ୍ତେ ପରମେଶ୍ୱରଙ୍କୁ ପ୍ରଶ୍ନ ପଚାରିଥାଉ ତମେ ମୋ ପାଇଁ କଣ କରିଛ। କେତେ କଷ୍ଟ ଲାଗୁଥିବ ଆପଣ ଚିନ୍ତା କରନ୍ତୁ। ସେତେବେଳେ ପରମେଶ୍ୱରକୁ ଆମେ ଦାବି କରି କରି ପରମେଶ୍ୱରକୁ କହିଥାଉ ତୁମ ବାକ୍ୟରେ ଏଇଟା ଲେଖା ହେଇଛି ପ୍ରଭୁ, ତମେ କହିଛ ପ୍ରଭୁ ମୋ ପାଇଁ ଏଇଟା କରିବ, ତୁମେ ପ୍ରତିଜ୍ଞା କରିଛ, ତୁମର ପ୍ରତିଜ୍ଞା କାହିଁ, ମୁଁ ତ କିଛି ଦେଖୁନାହିଁ ମୋ ଜୀବନରେ ସେଇଟା ସଫଳ ହବାର। ଯଦି ପରମେଶ୍ୱର ମତେ ମନେ ପକାଇଦେବେ ଯେ ସ୍ୱୟଂ ବାକ୍ୟ ରୂପୀ ପରମେଶ୍ୱର, ତାଙ୍କୁ ମୋ ବାକ୍ୟର ଦ୍ୱାହି ଦେଇ ବାକ୍ୟ ଭିତରେ ଏଇଟା ଲେଖା ହେଇଛି ବୋଲି ତାଙ୍କୁ ମନେ ପକେଇ ଦେବା ପାଇଁ ଚାହୁଁଛି। ଯେମିତି ମୁଁ ଭାବୁଛି ସେ ବୋଧେ ମନେ ନାହିଁ, ତାଙ୍କର ମନେ ରଖିନାହାନ୍ତି ବୋଧେ। ଆରେ ସେ ତ ମତେ କହୁছে ତୁ ଧୂଳି ହେଲେ ମଧ୍ୟ ମୁଁ ତତେ ସ୍ମରଣରେ ରଖିଛି, ମୁଁ ଜାଣୁଛି ତୁ ଧୂଳି ମାତ୍ର, ତୁ ଆଉ କିଛି ନୁହଁ, ମୁଁ ଜାଣୁଛି ମର୍ତ୍ତ୍ୟରେ ତୋ ଦିନ ତୃଣତୁଲ୍ୟ ଅଳ୍ପ କାଳ ପାଇଁ ଅଛୁ, ତଥାପି ତୋ ଉପରେ ମୁଁ ଆପଣା ସ୍ନେହ ବହୁଛି, ମୁଁ ତତେ ବହୁତ ଭଲ ପାଉଛି। ସେଥିପାଇଁ ଖାଲି ସେତିକି ନାହିଁ, ତୋ ପାଇଁ ହିଁ ମୁଁ ଜୀବନ ଦେବା ପାଇଁ ଇଚ୍ଛା କରୁଛି। ଗୋଟେ ଛୋଟ କାହାଣୀ ମାଧ୍ୟମରେ ମୁଁ ଆପଣ ମାନଙ୍କୁ ସେଇ ଗଭୀରତା ଭିତରକୁ ନେଇଯିବା ପାଇଁ ଚାହୁଁଛି। କାହାଣୀଟାକୁ ବହୁତ ସୁନ୍ଦର ଭାବରେ ମନ ଦେଇ ଶୁଣନ୍ତୁ, ତାହେଲେ ଆପଣ ମାନେ ପ୍ରାୟ ବାକ୍ୟଟା ସମ୍ପୂର୍ଣ୍ଣ ବୁଝି ଯାଇପାରିବେ। ଗୋଟେ ଛୋଟ କାହାଣୀ, ଗୋଟେ ପେନସିଲ ଆଉ ଗୋଟେ କଟର ମଧ୍ୟରେ, ଗୋଟେ ଓଢଣ ଆଉ ଗୋଟେ ରବର ଭିତରର କାହାଣୀ। ଆମେ ସମସ୍ତେ ଦେଖୁଛୁ
ସମସ୍ତେ ଜାଣିଛୁ ମଧ୍ୟ ଏଇ ରବର ଆଉ ଏଇ ଓଢଣର ବିଷୟରେ। କେହି ନ ଦେଖିଥିଲେ ସର୍ବଶିକ୍ଷାର ତାର ଯୋଉ ଲୋଗୋଟା ଆମେ ଦେଖୁ, ତାର ଚିତ୍ରଟା ଦେଖୁଛୁ, ଦୁଇଟା ପେନସିଲ ଉପରେ ଦୁଇଟା ପିଲା ବସିଥିବେ, ସେଇଥିରୁ ଅନୁଧ୍ୟାନ କରନ୍ତୁ ଆପଣ ଯେ ପେନସିଲଟା କେମିତି ହେଇଥାଏ ଆଉ ରବରଟା କେମିତି। ଦିନେ ସେ ପେନସିଲଟା ରବରକୁ କହୁଛି ମୁଁ ବହୁତ ଦୁଃଖିତ, ଆଇ ଏମ୍ ଭେରି ସରି ବୋଲି ସେ କହୁଛି। ତ ରବରଟା ତା ପ୍ରତ୍ୟୁତ୍ତର ତାକୁ ପଚାରୁଛି କୋଉଥିପାଇଁ, ତମେ ତ କିଛି ଭୁଲ କରିନ। ପେନସିଲଟା କହୁଛି ମୁଁ ଏଇଥିପାଇଁ ଦୁଃଖିତ ଯେ ଯେତେବେଳେ ମୁଁ ଭୁଲ କରୁଛି, ଯୋଉ ଯୋଉ ସମୟରେ ଭୁଲ କରୁଛି, ସେଇ ସମୟରେ ସେତେବେଳେ ତମେ କଣ କରୁଛ, ମୋର ସବୁ ଭୁଲକୁ ଲିଭେଇ ଦଉଛ। ହେଲେ ମତେ ଦୁଃଖ ଲାଗୁଛି ମୋର ସବୁ ଭୁଲକୁ ଲିଭେଇବା ପାଇଁ ଯାଇ ତମେ ତମ ଜୀବନର କିଛି କିଛି ଅଂଶକୁ କଣ କରୁଛ ନା ସାରି ଦଉଛ। ମତେ ପରିଷ୍କାର କରିବା ପାଇଁ ଯାଇ ଧୀରେ ଧୀରେ ତୁମେ କ୍ଷୁର୍ଣ୍ଣ ହେଇଯାଉଛ, ତୁମର ଅସ୍ତିତ୍ୱ ଲୋପ ପାଇଯାଉଛି, ତମେ ସରି ଯାଉଛ। ଏଇଟା ହିଁ ମତେ ଦୁଃଖ ଲାଗୁଛି, ଏଇଟା ହିଁ ମତେ କଷ୍ଟ ଲାଗୁଛି। ଆଉ ରବରଟା ପ୍ରତ୍ୟୁତ୍ତର ଦଉଛି ହଁ ସେଇଟା ତ ଠିକ, ହେଲେ ମୁଁ ତ କିଛି ମନରେ ଧରୁନି। ତମେ ଦେଖିଛ କେବେ? ମୁଁ ତ କେବଳ ତିଆରି ହେଇଛି ତମକୁ ସାହାଯ୍ୟ କରିବା ପାଇଁ। ଯେତେବେଳେ ତମେ ଭୁଲ କରିବ ସେତେବେଳେ ମଧ୍ୟ ମୁଁ ତମକୁ କଣ କରିବି ନା ପରିଷ୍କାର କରିଦେବି। ମୁଁ ସେତେବେଳେ ତମ ଭୁଲକୁ ଲିଭେଇ ଦେବି। ଆଉ ମୁଁ ଜାଣିଛି ଯେ ଗୋଟେ ଦିନ ମୋର ପରିସମାପ୍ତି ହେଇଯିବ, ଗୋଟେ ଦିନ ମୁଁ ସରିଯିବି। ମୋ ଜାଗାରେ ତମେ ମତେ ପରିବର୍ତ୍ତନ କରିଦେଇ ଆଉ ଗୋଟେ ରବର କିଣି ଆଣିବ, ଏଟା ମଧ୍ୟ ଜାଣିଛି। ହେଲେ ମୁଁ ବହୁତ ଖୁସି ହୁଏ ମୁଁ ତମକୁ ସାହାଯ୍ୟ କରିପାରିଛି। ସେଥିପାଇଁ ତମେ ବ୍ୟସ୍ତ ହୁଅ ନା। ତମେ ଯଦି ଦୁଃଖ କରିବ ତାହେଲେ ମତେ ଭଲ ଲାଗିବ ନାହିଁ। ଏଇ ଯୋଉ କଥାଟା ଗୋଟେ ପେନସିଲ ଆଉ ରବରର କଥା ହେଇପାରେ, କିନ୍ତୁ ମନେ ରଖନ୍ତୁ ଯଦି ଆମେ ତାକୁ ଆତ୍ମିକ ଭାବରେ ଚିନ୍ତା କରିବା, ଆମ ବାପାଙ୍କୁ ଯଦି ସେଇ ରବର ସ୍ଥାନରେ ରଖିଦେବା, ଆମ ପରମେଶ୍ୱରଙ୍କୁ ଯଦି ସେଇ ରବର ସ୍ଥାନରେ ରଖିଦେବା, ପ୍ରଭୁ ଯୀଶୁଙ୍କୁ ଯଦି ସେଇ ରବର ସ୍ଥାନରେ ରଖିଦେବା, ଆଉ ନିଜେ ଆମେ ସେଇ ପେନସିଲ ହେଇଯିବା ତାଙ୍କର ପୁଅ ଝିଅ ମାନେ, ତ ଟିକେ ବିଚାର କରି ଦେଖିବା ସେଇ ପେନସିଲ କରିଥିବା ସବୁ ଭୁଲକୁ କିଭଳି ଭାବରେ ସେ ପରିଷ୍କାର କରିଦଉଛନ୍ତି, କିଭଳି ଭାବରେ ସେ ଲିଭାଇ ଦେଉଛନ୍ତି। ଥରେ ଚିନ୍ତା କରିକି ଦେଖନ୍ତୁ, ଥରେ ଭାବିକି ଦେଖନ୍ତୁ, ଆମମାନଙ୍କ ପାଇଁ ସେ ସବୁ ଭୁଲକୁ ଯେତେବେଳେ ସେ ପରିଷ୍କାର କରିବା ପାଇଁ ଯାଉଛନ୍ତି, କେବେ କେବେ ତାଙ୍କୁ ମଧ୍ୟ ବହୁତ କଷ୍ଟ ଲାଗୁଛି। ଆମେ ଏମିତି କିଛି ଭୁଲ କରିବା ଦ୍ୱାରା ସେ ନିଜେ ଛୋଟ ହେଇଯାଉଛନ୍ତି। ଏଇଟା ସବୁଠୁ ବଡ କଷ୍ଟ। ଯଦି ବାପା ମାଙ୍କ ଇଜ୍ଜତ ତଳେ ପଡିଯାଏ, ଯଦି ବାପା ମାଙ୍କ ସମ୍ମାନରେ ଆଞ୍ଚ ଆସେ, ଯଦି ପିଲାମାନଙ୍କ ସାମ୍ନାରେ ବାପା ମା ମାନେ ଲଜ୍ଜିତ ହେଇଯାନ୍ତି। ଆଜି ବିଚାର କରିକି ଦେଖିବା ଯେ ଆମ ଆଖି ଆଗରେ ଆମେ ପରମେଶ୍ୱର ଛୋଟ ହେଇଯାଉନାହାନ୍ତି ତ? ଯୋଉ ପରମେଶ୍ୱର ଆମମାନଙ୍କ ଜୀବନକୁ ସଜାଡି ଦଉଛନ୍ତି, ଯୋଉ ପରମେଶ୍ୱର ଆମମାନଙ୍କୁ ପରିଷ୍କାର କରି ଦଉଛନ୍ତି, ମୋର କାର୍ଯ୍ୟ ପାଇଁ, ମୋର ଜୀବନ ପାଇଁ, ମୋର ଜୀବିକା ପାଇଁ, ମୋର ସମସ୍ତ ଆଚରଣ ପାଇଁ ହୀନ ହେଇଯାଉନାହାନ୍ତି ତ? ଅଗୌରବାନ୍ୱିତ ହେଇଯାଉନାହାନ୍ତି ତ? ଆମେ ଏମିତି କିଛି ଭୁଲ କରିଦେଇଥାଉ ଯୋଉଥିପାଇଁ ସେ ଅତି ସରି ଯାଇଥାନ୍ତି, ଲିଭାଇ ସରି ଯାଇଥାନ୍ତି। ତାକୁ ବାର୍ଦ୍ଧକ୍ୟ ଗ୍ରାସ କରିଦେଇଥାଏ, ସତ କଥା। ଆମେ ସେତେବେଳେ ତାକୁ ବଦଳାଇ ଦେଇଥାଉ କି? ଯେରେମିୟା କୁହନ୍ତି ଦେବତା ମାନେ ଈଶ୍ୱର ନହେଲେ ହିଁ କୌଣସି ଗୋଷ୍ଠୀ ଓ ଲୋକ ତାଙ୍କୁ ପରିବର୍ତ୍ତନ କରନ୍ତି ନାହିଁ, କିନ୍ତୁ ତମେ ମାନେ ମତେ ପରିବର୍ତ୍ତନ କରିଦଉଛ, ତମେ ମାନେ ମତେ ବଦଳାଇ ଦଉଛ। ମୋର ପରିବର୍ତ୍ତରେ ତୁମେ ମାନେ କଣ କରୁଛ? ପ୍ରତିମା ମାନଙ୍କୁ, ମୋର ପରିବର୍ତ୍ତେ ତୁମେ ସେମାନଙ୍କୁ ମୋ ଜାଗାରେ ରଖିକିନା ସେମାନଙ୍କୁ ଗୌରବ ଦଉଛ। ଆଜି ଆମେ ଯାହା ଲାଗି ଏଡିଟୁଏ ହେଲୁ, ଗୋଟେ ଗୀତରେ କୁହାଯାଉଛି ଯେ କିଏ ଦିଅ ଗଢେ ଦେଉଳ ତୋଳଇ ଚୂନ ଦିଏ ତାକୁ ଲିପି, ଯାହା ଲାଗି ଆଜି ଏଡିଟୁଏ ହେଲା ତାକୁ ପାରେ ନାହିଁ ମାପି। ଭଗବାନ ବହୁତ ସୁନ୍ଦର କରୁଛନ୍ତି, ଦାନ କରୁଛନ୍ତି, ଦକ୍ଷିଣା ଦେଉଛନ୍ତି, ଲୋକମାନେ ମନ୍ଦିର କରୁଛନ୍ତି, ତା ଭିତରେ ସେମାନେ ପ୍ରତିଷ୍ଠା ବି କରୁଛନ୍ତି, ତାକୁ ସବୁ କରୁଛନ୍ତି ସେମାନେ ତ୍ୟାଗ।
କିନ୍ତୁ କାହା ପାଇଁ ସେ ଏଡୁଟିଆ ହେଲା, ଯାହା ପାଇଁ ସେ ବଡ ହେଲା, ଯାହା ପାଇଁ ସ୍ଥାନରେ ପହଞ୍ଚି ତା ପାଇଁ କିଛି କରୁନାହାନ୍ତି। ସେଟା ବାସ୍ତବିକ ସେମାନଙ୍କୁ କଷ୍ଟ ଲାଗୁଛି। ସେ ଯୋଉ ପରମେଶ୍ୱର ଆମମାନଙ୍କ ନିମନ୍ତେ, ଆମମାନଙ୍କର ପାପକୁ କ୍ଷମା କରିବା ନିମନ୍ତେ, ଆମମାନଙ୍କ ପାପରୁ ଆମକୁ ପରିଷ୍କାର କରିବା ନିମନ୍ତେ ନିଜକୁ ସାରି ଦେଇଛନ୍ତି, ଆମମାନଙ୍କ ପାଇଁ ସେ ମୃତ୍ୟୁଭୋଗ କରିଛନ୍ତି। ଆଜି ଯଦି ସେଇ ପରମେଶ୍ୱର ଆମମାନଙ୍କର ଜୀବନରେ ଆମମାନେ ତାଙ୍କୁ ଅସମ୍ମାନିତ କରିବା, ତାଙ୍କୁ ଚିହ୍ନି ନାଉ ବୋଲି କହିବା, ଜାଣି ନାଉ ବୋଲି କହିବା, ପରିଚୟ ଦେବାରେ ଲୁଚାଇବା, ତାହେଲେ ସେ ନିଶ୍ଚୟ ଦୁଃଖିତ ହେବେ, ନିଶ୍ଚିତ କଷ୍ଟ ପାଇବେ, ନିଶ୍ଚିତ ତାଙ୍କ ମନକୁ ଆଘାତ ଲାଗିବ। ସେମାନଙ୍କର ପିତା, ସେମାନଙ୍କ ପରମେଶ୍ୱର, ସେମାନଙ୍କ ସୃଷ୍ଟିକର୍ତ୍ତା, ସେମାନଙ୍କର ଗଠନ ଜାଣିଛନ୍ତି, ମୋର ଦୁର୍ବଳତା ଜାଣିଛନ୍ତି, ଏବଂ ଗଠନ ଜାଣିଛନ୍ତି କହିବାର ତ ସେ ମଧ୍ୟ ଜାଣିଛନ୍ତି ମୋ ଭିତରେ କଣ ଦୁର୍ବଳତା ଗୁଡାକ ଅଛି। ସେଥିପାଇଁ ତ ପ୍ରତ୍ୟେକ ସମୟରେ ଯେତେବେଳେ ମୁଁ ଭୁଲ କରିଥିଲି, ଯେତେବେଳେ ମୁଁ ପାପ କରିଥିଲି, ସେଇ ସମୟରେ ସେ ହିଁ ଉପସ୍ଥିତ ହେଇଯାନ୍ତି, ସେ ହିଁ ସେତେବେଳେ ମତେ ଲିଭାଇ ଦିଅନ୍ତି, ସେ ହିଁ ସେତେବେଳେ ମତେ ପରିଷ୍କାର କରିଦିଅନ୍ତି, ସେ ହିଁ ମତେ ସଂଶୋଧନ କରିଦିଅନ୍ତି। ଆଉ ମତେ ସଂଶୋଧନ କରିବା ପାଇଁକି ଯାଇ ସେ କ୍ଷତି ଭୋଗ କରନ୍ତି, ଆଘାତ ଭୋଗ କରନ୍ତି, କ୍ଷତ ହୁଏ, କଷ୍ଟ ଲାଗେ ତାଙ୍କୁ, କିନ୍ତୁ ତଥାପି ତା ଭିତରେ ସେ ଖୁସି ହୁଅନ୍ତି ମୋ ପାଇଁ ମୃତ୍ୟୁ ଭୋଗ କରିଛେ, ଅନ୍ତତ ପକ୍ଷେ ମୁଁ କିଛି କରିଛି ତତେ ସାହାଯ୍ୟ କରିବା ପାଇଁ, ମୁଁ କିଛି କରିଛି ତତେ ପାପରୁ ରକ୍ଷା କରିବା ପାଇଁ, ମୁଁ କିଛି କରିଛି ତୋ ପାଇଁ ତତେ ପରିଷ୍କାର କରିବା ନିମନ୍ତେ। ତା ବଦଳରେ ଆମେ ଯେତେବେଳେ ବାପା ମାଙ୍କୁ ପରିବର୍ତ୍ତନ କରିବାର ଅର୍ଥ ହଉଛି ଜାଗତିକ ଭାବରେ ବାପା ମାଙ୍କ ସ୍ଥାନରେ ଆମେ ଯେତେବେଳେ ବୋହୂଟିଏ ଆଣୁ, ବାପା ମାଙ୍କ ଜାଗାରେ ତାକୁ ରଖୁ, ଧୀରେ ଧୀରେ ସେ ଆମମାନଙ୍କୁ ସଂଶୋଧନ କରିବା ପାଇଁ ଚାହେଁ, ସେ ଆମମାନଙ୍କୁ ସଜାଡିବା ପାଇଁ ଚାହେଁ, ସେ ଆମମାନଙ୍କୁ ପରିଷ୍କାର କରିବା ପାଇଁ ଚାହେଁ। କିନ୍ତୁ ତଥାପି ନିଜ ପିଲାମାନଙ୍କ ପାଇଁ ସେମାନେ କିଛି ନା କିଛି କରିଛନ୍ତି ବୋଲି ତାଙ୍କର ବହୁମୂଲ୍ୟ ଧନ ହଉଛନ୍ତି ସନ୍ତାନ ସନ୍ତତି ମାନେ, ପିଲାମାନେ। ଆଉ ସେମାନଙ୍କୁ ଖୁସିରେ ଦେଖିବା ପାଇଁ ସବୁବେଳେ ତାଙ୍କର ଇଚ୍ଛା। ଆମର ଈଶ୍ୱର ଆମକୁ ସର୍ବଦା ଇଚ୍ଛା କରନ୍ତି ଆମେ ଯେମିତି ଖୁସିରେ, ସନ୍ତୋଷ ମନରେ, ଆନନ୍ଦିତ ହୃଦୟରେ ତାଙ୍କ ସେବା କରୁ। ବାଧ୍ୟବାଧକତାରେ ନୁହଁ, ବାଧ୍ୟବାଧକତା ଯାହାକୁ ମୋର ତାକୁ କହିଲେ ସେମାନେ ବାଧ୍ୟବାଧକତାରେ କରିବେ। ଆନନ୍ଦିତ ହୃଦୟରେ, ସନ୍ତୁଷ୍ଟ ମନରେ, ସ୍ୱେଚ୍ଛାକୃତ ଭାବରେ ଆସିବା, ସ୍ୱେଚ୍ଛାକୃତ ଭାବରେ ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଆଦର କରିବା, ସେଇଟା ସେ ଇଚ୍ଛା କରନ୍ତି। ସେ ଇଚ୍ଛା କରନ୍ତି ଯଦି ପାର୍ଥିବ ଜଗତରେ ଏଇଭଳିଆ ଗୋଟେ ବାପାକୁ କଷ୍ଟ ଲାଗୁଛି ଆମମାନଙ୍କ ଆଚରଣକୁ ଦେଖିଲେ, ଆମମାନଙ୍କ ବ୍ୟବହାରକୁ ଦେଖିଲେ, ସ୍ୱର୍ଗୀୟ ପିତା ତାଙ୍କୁ କେମିତି ଲାଗୁଥିବ। ଯୋଉ ସ୍ୱର୍ଗୀୟ ପିତା ଯେ ନିଜେ କହିଛନ୍ତି ଦୁଷ୍ଟ ହେଲେ ସୁଦ୍ଧା, ଲୋକ 10 ଅଧ୍ୟାୟ ତାର 11 ପଦରେ, ଯଦି ଆମେ ଦୁଷ୍ଟ ହେଲେ ସୁଦ୍ଧା ଆମର ପିଲାମାନଙ୍କୁ ଭଲ ବିଷୟ ଦେଇ ଜାଣୁଛୁ, ଉତ୍ତମ ଉତ୍ତମ ବିଷୟ ଦେବାକୁ ଜାଣୁଛୁ, ଗୋଟେ ବିଷୟ ମାଗିଲେ ତାଠୁ ଆହୁରି ସୁନ୍ଦର ବିଷୟ ଦେବା ପାଇଁ ଚାହୁଁଛୁ, ତା ପ୍ରତିବଦଳରେ ଆମେ ମନ୍ଦ ବିଷୟ ଦଉନାହୁଁ ତାଙ୍କୁ, ତ ତାଙ୍କ ନିକଟରେ ମାଗୁଥିବା ଲୋକଙ୍କୁ ତ ସେ ପବିତ୍ର ଆତ୍ମା ଦେବେ, ଅତି ଉତ୍ତମ ବିଷୟ ଦାନ କରିବେ, ସବୁ ବିଷୟ ସେ ଦଉଛନ୍ତି। ସବୁ ସେ ଦେବା ସତ୍ତ୍ୱେ ବି, ସବୁ ସେ କରିବା ସତ୍ତ୍ୱେ ବି ମୁଁ ଭାବେ ମୋ ପାଇଁ ସେ କଣ କରୁଛନ୍ତି, ମୋ ପାଇଁ ସେ କଣ କରିଛନ୍ତି। ଏଟା ହଉଛି ମୋର ଅବାଧ୍ୟତା, ଏଟା ହଉଛି ମୋର ଦୁଷ୍ଟତା, ଯେହେତୁ ମୁଁ ଜାଣିପାରୁନାହିଁ, ଯେହେତୁ ମୁଁ ବୁଝିପାରୁନାହିଁ ମୋ ପରମେଶ୍ୱର। ପରମେଶ୍ୱରଙ୍କୁ ବୁଝିବା ଆଉ ପରମେଶ୍ୱରଙ୍କୁ ଜାଣିବା ଭିତରେ ବହୁତ ଫରକ। ସେଥିପାଇଁ ବ୍ୟକ୍ତିଗତ ଭାବରେ ପରମେଶ୍ୱରଙ୍କ ସହିତ ସମ୍ପର୍କ, ବ୍ୟକ୍ତିଗତ ଭାବରେ ପରମେଶ୍ୱର ସହିତ ନିବିଡ଼ ସମ୍ପର୍କ ବନେଇକି ରଖିବା, ତାଙ୍କ ବାକ୍ୟ ମଧ୍ୟକୁ ଯିବା, ତାଙ୍କ ସହିତ ପ୍ରାର୍ଥନାରେ ସହଭାଗିତାରେ ସମୟ କାଟି, ତାହେଲେ ଆମେ ଜାଣିପାରିବା ଆମ ପରମେଶ୍ୱର ଆମକୁ କେମିତି ପ୍ରେମ କରୁଛନ୍ତି। ଗୋଟେ ବାପା ଯେମିତି ତା ପିଲାକୁ ପ୍ରେମ କରେ, ଗୋଟେ ବାପା ତାର ସନ୍ତାନକୁ ଯେମିତି ପ୍ରେମ କରେ। ଏ ତ ମା ଜନ୍ମ ଦେଇଛି ସତ କଥା ଏଇ ଜଗତରେ, କିନ୍ତୁ ପିଲାର ଦାୟିତ୍ୱ, ଯତ୍ନ, ତତ୍ତ୍ୱ, କେମିତି ଖାଇବ, କେମିତି ରହିବ, କେମିତି ପଢିବ, କେମିତି ବଢିବ, ବାପା ନିଜକୁ ତା ପାଇଁ ସାରି ଦଉଛନ୍ତି। କେବେ ବାପା ଖୋଜୁନାହାନ୍ତି ମତେ ଦେଲ ନାହିଁ ପିନ୍ଧିବା ପାଇଁ, ବାପା କହୁନାହାନ୍ତି ମତେ ଭଲ ଖାଇବା ପାଇଁ ଦେଲ ନାହିଁ, ବାପା କହୁନାହାନ୍ତି ମୋ ପାଇଁ ଏଇଟା କରାହେଲା ନାହିଁ, ବରଂ ପ୍ରତ୍ୟେକ ଅକେଜନାଲରେ, ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ଜାଗାରେ, ପ୍ରତ୍ୟେକ ସ୍ଥାନରେ ଆମ ସମସ୍ତଙ୍କୁ ପିନ୍ଧେଇବା ପାଇଁ ଯାଇ, ଆମ ସମସ୍ତଙ୍କୁ ଖାଇବା ପାଇଁ ଦେବା ପାଇଁ ଯାଇ, ଆମ ସମସ୍ତଙ୍କୁ ବଡ କରିବା ପାଇଁ ଯାଇକି ସେ ନିଜକୁ ତ୍ୟାଗ କରିଛନ୍ତି। କେବେ ଦେଖିଛନ୍ତି ଆପଣଙ୍କର ବାପା କାନ୍ଦିବାର? କେବେ ଦେଖିନଥିବେ, କାରଣ ତାଙ୍କର ଲୁହ ତଳେ ପଡେ ନାହିଁ, ତାଙ୍କର ଲୁହ ଆଖି ଛଳ ଛଳେଇକି ରହିଯାଇଥାଏ। ଆମ ପାଇଁ ସେ ପରିଶ୍ରମ କରିଥାନ୍ତି। ତ ଭାବି ଦେଖନ୍ତୁ ସ୍ୱର୍ଗସ୍ଥ ପିତା ଯୋଉ ପରମେଶ୍ୱର ଆମମାନଙ୍କୁ ସୃଷ୍ଟି କରିଛନ୍ତି, ଯେ ଆମମାନଙ୍କ ଦାୟିତ୍ୱ ନେବେ, ପ୍ରତିଜ୍ଞା କରିଛନ୍ତି ପକ୍ଷ କେଶ ପର୍ଯ୍ୟନ୍ତ ସମ୍ଭାଳିବେ, ଛାଡିବେ ନାହିଁ, ଆପଣଙ୍କୁ ମତେ ଆମ ସମସ୍ତଙ୍କୁ ସେ ନିରୀକ୍ଷଣ କରୁଛନ୍ତି, ଆମ ସମସ୍ତଙ୍କୁ ଦେଖୁଛନ୍ତି, ସବୁ ସମୟରେ ସେ ଆମମାନଙ୍କ ସହିତ ଅଛନ୍ତି। ଆଉ ମଧ୍ୟ ଏଇ ପ୍ରତିଜ୍ଞା ଦଉଛନ୍ତି ଯେତେବେଳେ ଆମେ ପାପ କରୁ, ସେତେବେଳେ ଯଦି ଆମେ ଫେରି ଆସିବୁ ତାଙ୍କ ନିକଟକୁ,
ସେତେବେଳେ ସେମାନଙ୍କୁ କ୍ଷମା ଦର ପାଇଁ ତତ୍ପର ପରମେଶ୍ୱର ସବୁ ସମୟରେ ସେ କ୍ଷମା କରିଦିଅନ୍ତି। କେବେ ଆମମାନଙ୍କ ପାପ ପ୍ରମାଣ ଆମମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ, ଆମମାନଙ୍କ ଅପରାଧ ପ୍ରମାଣ ଆମମାନଙ୍କୁ ଶାସ୍ତି ଦିଅନ୍ତି ନାହିଁ। ବରଂ ତାଙ୍କଠାରେ କ୍ଷମା ଥିବା ହେତୁରୁ, ପ୍ରଚୁର ଦୟା ଥିବା ହେତୁରୁ ଆମେ ତାଙ୍କ ନିକଟକୁ ଆସୁ। ଅପବ୍ୟୟ ପୁତ୍ର ଯେତେ ପାପ କରିଥିଲା, ଯେତେ ତାଙ୍କ ବିରୋଧୀ ମନ୍ତବ୍ୟ ଦେଇଥିଲା, ବାପାଙ୍କୁ ଯେତେ ଗାଳି ଦେଇଥିଲା, ଅଶାଳୀନ ଉକ୍ତି ରଖିଥିଲା, ବାପା ଚାହିଁଥିଲେ ତ ତାକୁ କ୍ଷମା କରିନଥାନ୍ତେ। ବାପା କହିଥାନ୍ତେ ହାୟ ତୋର ମୁହଁ ମୁଁ ଆଉ ଦେଖିବି ନାହିଁ, ତୁ ଯିଏ ଥାଉ ଥାଉ ମତେ ମାରିଦେଇକି ଚାଲି ଯାଇଛୁ, ତୋର ଭାଗ ନେବା ପାଇଁ ଇଚ୍ଛା କରିଛୁ, ଆମ ସମସ୍ତଙ୍କୁ ଛାଡିକି ଦୂରକୁ ଚାଲିଗଲୁ ତୁ। କିନ୍ତୁ ବାପା ସେମିତି କୌଣସି କଥା କହିଲେ ନାହିଁ, ବରଂ କେତେ ଅପେକ୍ଷାରେ ରହିଥିଲେ ତା ପ୍ରତି। ତାଙ୍କର ମନୋଭାବ ସେମିତି ଥିଲା, ଆଗରୁ ଯେମିତି ଭଲ ପାଇବା ଥିଲା। ଏତେ ସବୁ ଅଘଟଣ ଘଟିଗଲା ପରେ ବି ପୁଅ ଯେତେବେଳେ ଫେରୁଛି, ବାପା ଆଲିଙ୍ଗନ କରିବା ପାଇଁ ଦୌଡି ଯାଉଛନ୍ତି, ତାର ଧୂଳି ଧୂସରିତ ଦେହକୁ ଧରି କୁଣ୍ଢାଇ ପକାଉଛନ୍ତି। ତା ପାଇଁ ଏତେ ମନୋଯୋଗୀ ହେଉଛନ୍ତି ଯେ ସେ ଇଚ୍ଛା କରୁଛନ୍ତି ଲୋକମାନଙ୍କ ସାକ୍ଷାତରେ ତାଙ୍କର ଆନନ୍ଦଟାକୁ ଦେଖାଇବା ପାଇଁ, ତାଙ୍କର ସେଇ ଖୁସିର ମୁହୂର୍ତ୍ତଟାକୁ ପ୍ରକଟ କରିବା ପାଇଁ ଯେ ମୁଁ ପୁଅକୁ ପାଇଥିବାରୁ କେତେ ଖୁସି ତୁମମାନେ ଜାଣ, ସେ ତ ଗୋଟେ ବୋଝ ରଖୁଛନ୍ତି। ଆଜି ଆପଣ ଆଉ ମୁଁ, ଆମେ ଏ ଜଗତରେ ଯେତେବେଳେ ବିଭିନ୍ନ ପରିସ୍ଥିତି ଗୁଡାକ ଭିତରେ ଦେଇ ଯାଉ, କେବେ କେବେ ନିଜର ପିତାଙ୍କୁ, ନିଜର ସ୍ୱର୍ଗସ୍ଥ ପିତା ମାତାଙ୍କୁ ମଧ୍ୟ ଆମେ ଭୁଲି ଯାଉ, ନିଜର ଈଶ୍ୱରଙ୍କୁ ଆମେ ଭୁଲି ଯାଉ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଭୁଲି ଯାଉ, ତାଙ୍କର ତ୍ୟାଗକୁ, ତାଙ୍କର ସେବାକୁ, ଆମ ପାଇଁ ସେ ଯାହା କରିଛନ୍ତି ସେଟାକୁ ମନେ ରଖିନଥାଉ ପ୍ରିୟମାନେ। କିନ୍ତୁ ମନେ ରଖନ୍ତୁ, ଯେତେବେଳେ ଯୋଉ ମୁହୂର୍ତ୍ତରେ ଆମେ ତାଙ୍କ ଆଡକୁ ଫେରିବା, ଗୋଟାଏ ପାହୁଣ୍ଡ ଫେରିବା, ସେଇ ସମୟରେ ସେମାନଙ୍କୁ କୋଳେଇ ନେବେ, ସେଇ ସମୟରେ ସେମାନଙ୍କୁ ଆଲିଙ୍ଗନ କରିବେ, ସେଇ ସମୟରେ ସୁଦ୍ଧା ସେମାନଙ୍କୁ କହିବେ ତୁ ମୋର ପୁଅ ଥିଲୁ, ମୋର ପୁଅ ହେଇକି ରହିବୁ, ମୁଁ କେବେ ଦାସ କରି ରଖିବା ପାଇଁ ଚାହେଁ। ପରମେଶ୍ୱର ସେ ସ୍ୱାଧୀନତା ଦେଇଛନ୍ତି ଆମମାନଙ୍କୁ। ପରମେଶ୍ୱର କେତେ ସ୍ୱଚ୍ଛନ୍ଦ ଭାବରେ ଆମମାନଙ୍କୁ ପ୍ରେମ କରନ୍ତି ଆପଣ ଚିନ୍ତା କରନ୍ତୁ। ଯଦି ପ୍ରକୃତରେ ଆମେ କହିପାରିବା ଯେ ବାପା ମୁଁ ତୁମ ବିରୋଧରେ ପାପ କରିଛି, ହେ ଈଶ୍ୱର ମୁଁ ତୁମ ବିରୋଧରେ ପାପ କରିଛି, ମୋ ବାପାଙ୍କ ବିରୋଧରେ ପାପ କରିବାର ଅର୍ଥ ହଉଛି ମୁଁ ଈଶ୍ୱରଙ୍କ ବିରୋଧରେ ପାପ କରିଛି, ମତେ କ୍ଷମା କରିଦିଅ। ତାଠୁ ଆଉ ବଡ ବିଷୟ କିଛି ନାହିଁ। ସେଥିପାଇଁ ଗୀତ ରଚକ କହୁଛନ୍ତି ଯେ ମୁଁ ଧୂଳି ହେଲେ ମଧ୍ୟ ସ୍ମରଣ ରଖିଛନ୍ତି, ମର୍ତ୍ତ୍ୟର ଦିନ ତୃଣ ତୁଲ୍ୟ ହେଲେ ମଧ୍ୟ ତଥାପି ସେ ବାପା ସେ ମତେ ସ୍ନେହ ବହନ୍ତି, ମୁଁ ତାକୁ ଭୟ କରୁଥାଏ। ଭୟ କରିବାର ଅର୍ଥ ନୁହଁ ଡରି ମରିକି ରହିବା, ଭୟ କରିବାର ଅର୍ଥ ହଉଛି ଭୟ କରୁଥିବା ହେତୁରୁ ମୁଁ ତାଙ୍କୁ ସମ୍ମାନ ଦିଏ, ଭୟ କରୁଥିବା ହେତୁରୁ ମୁଁ ତାଙ୍କର ଉପାସନା କରେ, ଭୟ କରୁଥିବା ହେତୁରୁ ମୁଁ ତାକୁ ଗୌରବ ଦିଏ। ସେ ସମସ୍ତ ଅନର ପାଇବା ପାଇଁ ଯୋଗ୍ୟ, ଆଦର ପାଇବା ପାଇଁ ଯୋଗ୍ୟ, ସମ୍ମାନ ପାଇବା ପାଇଁ ଯୋଗ୍ୟ। ଅଜାଣତରୁ ହୁଏତ ମୁଁ ଜାଣି ନାହିଁ ସେ ମୋ ସମୃଦ୍ଧି ବୃଦ୍ଧି କରିଛନ୍ତି, ମୁଁ ଜାଣି ନାହିଁ ସେ ମୋ ପାଇଁ କଣ କରିଛନ୍ତି, କିନ୍ତୁ ଯଦି ମନେ ପକାଇବି ତାହେଲେ ମୁଁ ତାକୁ ସଜାଡି ପାରିବି ନାହିଁ ଯାହା ସେ ମୋ ପାଇଁ କରିଛନ୍ତି। ଆଜି ସମୟ ଆସିଛି, ଏ ପ୍ରାତ ସମୟରେ ଗୋଟାଏ ମୁହୂର୍ତ୍ତ ଆଖି ବନ୍ଦ କରିଦେବା, ଆମେ ଆମର ଜାଗତିକ ପିତାମାତାଙ୍କୁ ମନେ ପକାଇବା ସଙ୍ଗେ ସଙ୍ଗେ ସ୍ୱର୍ଗୀୟ ପିତାଙ୍କୁ ମନେ ପକାଇବା, ଯୋଉ ପରମେଶ୍ୱର ଆମମାନଙ୍କୁ ଏ ପାପ ଭିତରେ ଦେଖିବା ପାଇଁ ଇଚ୍ଛା କଲେ ନାହିଁ, ଇଚ୍ଛା କଲେ ନାହିଁ ଆମମାନଙ୍କର ଜୀବନର ଏ କଦର୍ଯ୍ୟ ବିଷୟ ଗୁଡାକୁ ଦେଖିବା ପାଇଁ, ବରଂ ନିଜକୁ ଆମମାନଙ୍କ ନିମନ୍ତେ ତିଳ ତିଳ କରିକି ସାରିଦେବା ପାଇଁ ଇଚ୍ଛା କଲେ, ଆମମାନଙ୍କ ପାଇଁ ମୃତ୍ୟୁ କରିବା ପାଇଁ ଜଗତକୁ ଆସିଲେ, ଆମମାନଙ୍କୁ ପରିଷ୍କାର କରିଦେଲେ, ଆମମାନଙ୍କୁ ସୂଚି କଲେ, ଆମମାନଙ୍କୁ ପବିତ୍ର କଲେ। ହେଇପାରେ ସେଥିପାଇଁ ତାକୁ ବହୁମୂଲ୍ୟ ତ୍ୟାଗ କରିବାକୁ ପଡିଲା, ନିଜର ଜୀବନକୁ ସେ ଦେଲେ। ତାଙ୍କୁ କି ଆଜି ଆମେ ପ୍ରେମ କରୁ, ତାଙ୍କୁ କି ଆଜି ଆମେ ସମ୍ମାନ ଦଉ, ତାଙ୍କୁ କି ଆଜି ଆମେ ଗୌରବ କରୁ? ଯଦି କରୁ, ନିଶ୍ଚିତ ଭାବରେ ପରମେଶ୍ୱର ଆମମାନଙ୍କ ପ୍ରତି ମଙ୍ଗଳମୟ, ପରମେଶ୍ୱର ଆମମାନଙ୍କ ପ୍ରତି କୃପାମୟ, ପରମେଶ୍ୱର ଆମମାନଙ୍କ ପ୍ରତି ଦୟାରେ ବିଗଳିତ ପରମେଶ୍ୱର କୌଣସି ମଙ୍ଗଳ ବିଷୟ ଅଟକାଇକି ରଖିବେ ନାହିଁ ତାଙ୍କର ପ୍ରେମକାରୀ ମାନଙ୍କ ପାଇଁ। ଯେମିତି ବହିଛନ୍ତି ଏପର୍ଯ୍ୟନ୍ତ, ସେମିତି ଆଗକୁ ଭବିଷ୍ୟତରେ ଉପକେଶ ପର୍ଯ୍ୟନ୍ତ ସେ ହିଁ ବହି ନେବେ, କୌଣସି ବିଷୟରେ ଆମମାନଙ୍କୁ ଭୀତ ହେବାକୁ ହେବ ନାହିଁ। ଯଦି ଗୌରବ କରୁନାହୁଁ, ନିଜର ପରିଚୟ ଲୁଚାଉଛୁ, ପିତାମାତାଙ୍କ ପରିଚୟ ଦେବା ପାଇଁ ଭୟ ଲାଗୁଛି, ତାହେଲେ ମନେ ରଖନ୍ତୁ, ମୁଁ ଯଦି ଲୋକମାନଙ୍କ ସାକ୍ଷାତରେ ତାକୁ ଅସ୍ୱୀକାର କରୁଛି, ଗୋଟେ ଦିନ ସ୍ୱର୍ଗୀୟ ବାହିନୀ ମାନଙ୍କ ମଧ୍ୟରେ ଈଶ୍ୱରଙ୍କ ନିକଟରେ ସେ ମଧ୍ୟ ମତେ ଚିହ୍ନିଛନ୍ତି ବୋଲି ମନା କରିଦେବେ। ମୁଁ ଇଚ୍ଛା କରେ ସେମିତି ନ ହେଉ, ବରଂ ସର୍ବ ସାକ୍ଷାତରେ ସେ ଖୁସି ହୁଅନ୍ତୁ, ଆନନ୍ଦ ପ୍ରକଟ କରନ୍ତୁ ଏବଂ ଏଇ କଥା କୁହନ୍ତୁ, ଏ ମୋର ପୁଅ, ଏ ହଜି ଯାଇଥିଲା, ବଞ୍ଚି ଯାଇଛି, ଏ ଫେରି ଆସିଛି, ଏହା ପାଇଁ ମହାଭୋଜ କରାଯିବ, ଏହା ପାଇଁ ଆନନ୍ଦ କରାଯିବ। ଆଉ ସ୍ୱର୍ଗୀୟ ଦୂତ ମାନଙ୍କ ବାହିନୀ ମାନଙ୍କ ମଧ୍ୟରେ କରତାଳି ମାରି ପିତା ଆପଣଙ୍କୁ, ମତେ, ଆମ ସମସ୍ତଙ୍କୁ ସ୍ୱାଗତ କରୁଥିବେ।
ଆନନ୍ଦିତ ହୃଦୟରେ କହୁଥିବେ ଇଏ ମୋର ସନ୍ତାନ, ୟା ପାଇଁ ମୁଁ ଗର୍ବିତ। ପ୍ରଭୁ ଆମ ସମସ୍ତଙ୍କୁ ଏ ବାକ୍ୟ ଦ୍ୱାରା ଉତ୍ସାହିତ କରନ୍ତୁ, ଆଶୀର୍ବାଦ କରନ୍ତୁ। ଏ ପ୍ରାତଃ ସମୟରେ ଆମ ପ୍ରତ୍ୟେକକୁ କଥା ହୁଅନ୍ତୁ। ଏତିକି କଥା କହି ଏ ପ୍ରାତଃ ସମୟରେ ମୁଁ ମୋର ବକ୍ତବ୍ୟକୁ ଶେଷ କରୁଛି। Amen. Amen. Amen.